ଗୁରୁ ବୃହସ୍ପତି ଚଳନକୁ ଖୁବ୍ ଖାସ୍ ବୋଲି କୁହାଯାଏ। 2 ଜୁନରେ ବୃହସ୍ପତି ନିଜର ଉଚ୍ଚ ରାଶି କର୍କଟ ରାଶିରେ ପ୍ରବେଶ କରିବେ। ଏହି ଦିନ ଗୁରୁ ମିଥୁନ ରାଶିକୁ କର୍କଟ ରାଶିରେ ପ୍ରବେଶ କରିବେ। ଏହାପରେ 31 ଅକ୍ଟୋବର ପର୍ଯ୍ୟନ୍ତ ଏହି ରାଶିରେ ରହିବେ। ଏବଂ ଏହି ରାଶିର ବୃହସ୍ପତି ଖୁବ୍ ଶକ୍ତିଶାଳୀ ଥାନ୍ତି ବୋଲି କୁହାଯାଏ। ବୃହସ୍ପତିଙ୍କ ଚଳନ ଫଳରେ କେଉଁ ରାଶି ଉପରେ କି ପ୍ରଭାବ ପଡ଼ିବ, ଆସନ୍ତୁ ସେହି ବିଷୟରେ ଜାଣିବା। ପ୍ରଥମ ରାଶି ମେଷ ରାଶି। ମେଷ ରାଶିରେ ଚତୁର୍ଥ ସ୍ଥାନରେ ବୃହସ୍ପତି ଚଳନ କରିବାକୁ ଯାଉଛନ୍ତି। ଭୌତିକ ସୁଖ ବୃଦ୍ଧି ହେବ, ଧନ ସମ୍ପତ୍ତି ବୃଦ୍ଧି ହେବ। ନୂଆ ସମ୍ପତ୍ତି କିଣିବାକୁ ଯୋଜନା କରିବେ। କର୍ମ କ୍ଷେତ୍ରରେ ପରିଶ୍ରମର ଫଳ ମିଳିବ। ମାତ୍ର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ସହ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ବୃଷ ରାଶି। ଏହି ରାଶିର ବୃହସ୍ପତି ଦ୍ୱିତୀୟ ଭାଗରେ ଚଳନ କରିବେ। କର୍ମକ୍ଷେତ୍ରରେ ଆପଣଙ୍କ ସ୍ଥିତି ମଜବୁତ ହେବ। ଟଙ୍କା ରୋଜଗାର କରିବାର ନୂଆ ସ୍ରୋତ ମିଳିବ। ଯାହାର ଯାତ୍ରାର ସୁଯୋଗ ମିଳିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। କାମ କରିବାକୁ ନୂତନ ସୁଯୋଗ ମିଳିବ। ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ। କର୍ମକ୍ଷେତ୍ରରେ ଶାନ୍ତି ଭାବନା ସହ କାର୍ଯ୍ୟ କରନ୍ତୁ। ମାନ ସମ୍ମାନ ବୃଦ୍ଧି ହେବ। ମିଥୁନ ରାଶି। କର୍ମକ୍ଷେତ୍ରରେ ସହ ପରିବାରରେ ସଠିକ୍ ସମୟରେ କାର୍ଯ୍ୟ କରନ୍ତୁ। ଅଧିକ ଚିନ୍ତା କରନ୍ତୁ ନାହିଁ। ଅଟକିଥିବା କାମରେ ସଫଳତା ମିଳିବ। ପରିବାର ସହ ସୁଖମୟ ସମୟ ଅତିବାହିତ କରିବେ। କର୍କଟ ରାଶି। ମାନ ସମ୍ମାନ ବୃଦ୍ଧି ହେବ। ଯେଉଁମାନେ ଚାକିରି ଖୋଜୁଛନ୍ତି ସେମାନଙ୍କ କର୍ମକ୍ଷେତ୍ରରେ ଯୋଗ ଦେବେ। ନୂଆ ଚାକିରି ମଧ୍ୟ ଯୋଗ ଅଛି। ଶୁଭ ଖବର ମିଳିବ। ଆର୍ଥିକ ସ୍ଥିତି ମଜବୁତ ହେବ। ପରିଶ୍ରମର ଫଳ ମିଳିବ। ଆୟରେ ବୃଦ୍ଧି ହେବ। ସୁବର୍ଣ୍ଣ ସୁଯୋଗ ମିଳିବ। ସିଂହ ରାଶି। ଏହି ରାଶିରେ ଦ୍ୱାଦଶ ସ୍ଥାନରେ ଗୁରୁ ପ୍ରବେଶ କରିବେ। ବିଦେଶ ସହ ଜଡ଼ିତ କାମରେ ସଫଳତା ମିଳିବ। ନୂତନ ଚାକିରି ମଧ୍ୟ ସୁଯୋଗ ରହିଛି। ସ୍ୱାସ୍ଥ୍ୟ ପ୍ରତି ଅଣଦେଖା କରନ୍ତୁ ନାହିଁ। ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ। କଳହରୁ ଦୂରେଇ ରୁହନ୍ତୁ। କନ୍ୟା ରାଶି। ଏହି ରାଶିରେ 11ତମ ସ୍ଥାନରେ ଗୁରୁ ପ୍ରବେଶ କରିବେ। କର୍ମକ୍ଷେତ୍ରରେ ଲାଭର ସ୍ଥିତି ରହିବ। ଆଗକୁ ବଢ଼ିବାକୁ ସୁଯୋଗ ମିଳିବ। ସଫଳତା ମିଳିବ। ଆୟର ମଧ୍ୟ ବୃଦ୍ଧି ହେବ। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ଚାକିରି ମିଳିବ। କାହାକୁ ଅନ୍ଧବିଶ୍ୱାସ କରନ୍ତୁ ନାହିଁ। ତୁଳା ରାଶି। ଏହି ରାଶିରେ 10ମ ସ୍ଥାନରେ ଗୁରୁ ପ୍ରବେଶ କରିବେ। ଆତ୍ମବିଶ୍ୱାସ ବଢ଼ିବ। ଆର୍ଥିକ ସ୍ଥିତି ମଜବୁତ ହେବ। ଉନ୍ନତିର ସୁଯୋଗ ମିଳିବ। ସୁଯୋଗ ପାଇବାର ଅନେକ ସୁଯୋଗ ମିଳିବ। ସଫଳତା ସହ ନୂଆ ଚାକିରିର ସୁଯୋଗ ରହିଛି। ପରିଶ୍ରମର ଫଳ ରହିବ। ବିଛା ରାଶି। ଏହି ରାଶିରେ 9ମ ସ୍ଥାନରେ ଗୁରୁ ପ୍ରବେଶ କରିବେ। ଆତ୍ମବିଶ୍ୱାସ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଆର୍ଥିକ ସ୍ଥିତି ମଜବୁତ ହେବ। ନୂଆ ସୁଯୋଗ ମିଳିବ। ଯାତ୍ରାର ଯୋଗ ରହିଛି। ପରିବାରର ସଦସ୍ୟଙ୍କ ସହ ଯୋଗ ମିଳିବ। ଉନ୍ନତିରେ ସକାରାତ୍ମକ ପରିବର୍ତ୍ତନ ହେବ। ଅଧିକ ଧନ ରୋଜଗାର କରିବେ। ବ୍ୟବସାୟୀ ଲାଭବାନ ହେବେ। ଧାର୍ମିକ କାର୍ଯ୍ୟରେ ତ୍ରୁଟି ରହିବ। ଧନୁ ରାଶି। ଏହି ରାଶିରେ 8ମ ସ୍ଥାନରେ ଗୁରୁ ଚଳନ କରିବେ। ବ୍ୟବସାୟରେ ଏହି ସମୟରେ ଅଧିକ ନିବେଶ କରନ୍ତୁ ନାହିଁ। ପରିବାର ସଦସ୍ୟଙ୍କୁ ସମୟ ଦିଅନ୍ତୁ। କଳହ କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ମକର ରାଶି। ଏହି ରାଶିର 7ମ ଭାଗରେ ବୃହସ୍ପତି ଚଳନ କରିବେ। ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହେବ। କର୍ମକ୍ଷେତ୍ରରେ ସ୍ଥିତି ପରିବର୍ତ୍ତନ ହେବ। ପଦୋନ୍ନତି ସହ ଦରମା ବୃଦ୍ଧି ହେବ। ଆୟରେ ବୃଦ୍ଧି ହେବ। ବ୍ୟବସାୟରେ ଲାଭବାନ ହେବେ। ସମୟ ବେଶ ଶୁଭଙ୍କର। କୁମ୍ଭ ରାଶି। ଏହି ରାଶିରେ 6ଠ ସ୍ଥାନରେ ଗୁରୁ ପ୍ରବେଶ କରିବେ। ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ନକାରାତ୍ମକ ଚିନ୍ତା କରନ୍ତୁ ନାହିଁ। ଶେଷ ରାଶି ମୀନ ରାଶି। ଏହି ରାଶିରେ 5ମ ସ୍ଥାନରେ ଗୁରୁ ପ୍ରବେଶ କରିବେ। ଏହି ସମୟରେ ଲାଭବାନ ମିଳିବ। ଆୟରେ ବୃଦ୍ଧି ହେବ। ପରିଶ୍ରମର ଫଳ ମିଳିବ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ଉନ୍ନତି ହେବ। ଲାଭ ମିଳିବ। ସମ୍ପର୍କ ମଜବୁତ ହେବ। ପରିବାରରେ ହସ ଖୁସିର ବାତାବରଣ ରହିବ।